ସାଙ୍ଗମାନେ ଆଜି ଘରକୁ ମୋ ସୁନ୍ଦରୀ ଝିଆରୀ ଆସିଥିଲା ଆଉ ତାକୁ ଟିକେ ଗେଲ କରିଦେଲି। ଗେଲ କରିବା ଭିତରେ ଆଜି ଆମର ଘରକୁ ପୁରା ଭେରାଇଟିର ମାଛ ଆସିଥିଲା, ଯାହାକି 4-5 ପ୍ରକାର। ତାର କି ନାଁ ମୁଁ ବେଶୀ କିଛି ଜାଣିନି। ଏଇଟା ଚୁନା ମାଛ ହେଉଛି ମହୁରାଳି, ତା ସହିତ ମୁସିଆରୀ ମାଛ ଆଉ 2-3 ପ୍ରକାର ମାଛ ବି ସେଥିରେ ମିଶିଛି, ଯାହାକି ମୁଁ ଭାଜିଲା ବେଳେ ଆପଣମାନେ ଯଦି ଜାଣିଥିବେ ସେ ମାଛର ନା କମେଣ୍ଟ ବକ୍ସରେ ଲେଖିବେ। ଦେନ୍ ଏପଟେ ଚୁଲି ଲଗେଇଦେଲି। ଆମର ଆଇଁଷ ହେଲା ମାନେ ମୁଁ ଆଗରୁ ପୂର୍ବ ଭିଡ଼ିଓରେ ଆପଣମାନଙ୍କୁ କହିଛି, ଆଇଁଷ ହେଲା ମାନେ ଚୁଲିରେ ହିଁ ରୋଷେଇ କରିବେ, ତା'ର ଟେଷ୍ଟ କିଛି ଅଲଗା। ଦେନ୍ ଏପଟେ କଡ଼େଇ ବସି ବହୁତ ସାରା ଟିକେ ତେଲ ଦେଇଦେଲି ଆଉ ଚୁନା ମାଛ ଗୁଡ଼ାକ ସେଥିରେ ପ୍ରଥମେ ଭାଜିଦେଲି। ଏଇଟା ଟିକେ ତେନ୍ତୁଳି ରସ ଦେଇକି ଯଦି ଟିକେ ମଣ୍ଡ ଟାଇପ୍ର ଟିକେ ବେସରିଆ କରିଦେବା, ତାର ତ ଖରା ଦିନ ଚାଲି ଆସିଲାନି, ଫେବୃଆରୀ ମାସ ଏତେ ଜୋରସେ ଖରା ହେଲାଣି ଯେ ଆଉ ଆପଣମାନେ ନିଶ୍ଚିନ୍ତ ଜାଣିପାରୁଥିବେ, ଯାହାକି କିଛି ତରକାରୀ ପତ୍ର ଭଲ ହିଁ ଲାଗୁନି। ଏମିତି ଟିକେ ବେସରିଆ କରିଦେଲେ ଟିକେ ପଖାଳ ଭାତ ଖାଇବା ପାଇଁ ଭଲ ଲାଗିବ। ତା ସହିତ ଯେଉଁ ମୁସିଆରୀ ମାଛ ଗୁଡ଼ା ଆପଣମାନେ ଦେଖୁଛନ୍ତି, ଆକୁ ଅଳ୍ପ ଅଳ୍ପ ତେଲ ଦେଇକି ଘୋଡ଼େଇକି ଭାଜିବେ, ନାଇଁ ତ ଗୋଡ଼ ହାତ ମୁହଁ ସବୁ ଫୁଟକା ହେଇଯିବ। ଯାହାକି ଦେଖୁନାହାନ୍ତି ମୁଁ କେମିତି ଡରିକା ମାଛକୁ ଭାଜୁଛି। ଆଉ ମାଛ ତରକାରୀର ଝୋଳଟା ପ୍ରକୃତରେ ଟେଷ୍ଟ, କିନ୍ତୁ ମାଛଟା ଭାଜିଲା ବେଳକୁ ବହୁତ କଷ୍ଟ କରିକି ତାକୁ ଡରି ଭାଜିବାକୁ ପଡ଼ିଥାଏ। ଦେଖୁନାହାନ୍ତି ମୁଁ ପୁରା ଡରି ମାଛକୁ ପୁରା କଡ଼ା କରିକି ଭାଜି ନେଇଛି। ମାଛଟା ଯେତେ କଡ଼ା ହେବ ତରକାରୀଟା ସେତେ ଟେଷ୍ଟ ହେବ। ତା ଭିତରେ ମାଛ ଭଜା ମୋର ସବୁ ରେଡ଼ି ହେଇଗଲାଣି। ଆଉ ବି ଯାହା ଥିଲା ମାଛ ଭଜା ତ ତାକୁ ବି ସବୁ ବଢ଼ିଆ ସେ ମାଛ ଗୁଡ଼ାକ ଭାଜି ନେଲେ ଅଳ୍ପ ଅଳ୍ପ ତେଲ ଦେଇକି, କାହିଁକିନା ଯେହେତୁ ମାଛଟା ବହୁତ ସାରା ଫୁଟୁଛି, ତେଣୁକରି ଅଳ୍ପ ଅଳ୍ପ ତେଲ ଦେଇକି ଆମେ ଆକୁ ଭାଜିଲେ ସେ ଆଉ ବେଶୀ ଫୁଟିବନି। ତ ସେ କଡ଼େଇରେ ଆଉ କିଛି ତେଲ ଦେଇକି ସାରୁ ଆଉ ଏଠି ଆଳୁକୁ ମୁଁ ବଢ଼ିଆ ସେ ଭାଜି ନେଉଛି। ଏପଟେ ମସଲାକୁ ରେଡ଼ି କରିକି ଦେଇଥିଲେ, ଯେମିତିରେ କି ଟମାଟୋ, ଅଦା, ରସୁଣ, ପିଆଜ, ତା ସହିତ ବୋଇତାଳୁ ମଞ୍ଜି, ଧଳା ସୋରିଷ ସବୁ ମିଶାଇକି ବାଟିକି ଦେଇଥିଲେ, ଯାହାକି ମୁଁ ଆପଣମାନଙ୍କ ସହିତ ସେୟାର କରିନି। ଏଥିରେ ହଳଦୀ ଗୁଣ୍ଡ, କାଶ୍ମୀରୀ ରେଡ଼୍ ଚିଲି, ଖାଲି ରାଗ ଲଙ୍କାଗୁଣ୍ଡ, ତା ସହିତ ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ ଆମେ ବଢ଼ିଆ ସେ ଏମିତି କଷି ନେବା, ତା'ର କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ। ଏପଟେ ଦେଖନ୍ତୁ ତାର ତେଲ ମଧ୍ୟ ଛାଡ଼ି ଆସିଲାଣି ଆଉ ମସଲା ବି ବଢ଼ିଆ ସେ କଷି ହେଇଗଲାଣି। ବାସ୍ନା ତା'ର ମସଲାଟା କଷି ହେଇସାରିଲା ପରେ ବାସ୍ନା ତା'ର ଅଲଗା କିଛି ଆସିଥାଏ। ସେଥିରେ ଦେଇଦେବା ଆମେ ଏବେ ପାଣି ଦେଇକି ତାକୁ କଭର୍ କରିନେବା କିଛି ସମୟ ଫୁଟିବା ପାଇଁ, ଯାହାଫଳରେ ସିଝିଗଲା। ଏଠି ସବୁ ମୋ ମାଛକୁ ପକାଇ ନେଲି। ଆପଣମାନେ ଚାହିଁଲେ ଏଠି ଆମ୍ବୁଲ ବି ଆଡ଼୍ କରିପାରିବେ, କିନ୍ତୁ ମୁଁ ଯେହେତୁ 2ଟା ଟମାଟୋ ବାଟି ନେଇଥିଲି ଆଉ ମୁଁ ଏଠି ଆମ୍ବୁଲ ଦେଇନି। ତ ମାଛ ତରକାରୀ ଆମର ଏବେ ରେଡ଼ି ହେଇଗଲା। ଉପରେ ଦେଇଦେବା ଧଣିଆ ପତ୍ର। ତ ସମସ୍ତେ ମିଶିକି ଖାଇନେଲୁ। ଆଜିର ମାଛ ତରକାରୀ ବହୁତ ହି ଟେଷ୍ଟି।